ନମସ୍କାର। ଆପଣମାନଙ୍କୁ ସରସ୍ୱତୀ ପୂଜାର ବହୁତ ବହୁତ ଅଭିନନ୍ଦନ। ଗୋଟେ କଥା ମନେ ଅଛି, ପିଲାଦିନେ ସରସ୍ୱତୀ ପୂଜା କି ଗଣେଶ ପୂଜା ଆସିଲେ ବହୁତ ଖୁସି ହେଇକି ଆମେ ମାନେ ସକାଳୁ ଉଠି ଯାଉ। ଦିନ ଯାକ ଏମିତି ଲାଗେ ଯେମିତି ମାନେ ଆମ ପାଇଁ ନ ସରନ୍ତା କି ହେଲେ ନୂଆ ଡ୍ରେସ ପିନ୍ଧିକି ନଡିଆ ଧରିକି ସ୍କୁଲକୁ ଯାଉ। ଆଉ ସ୍କୁଲରେ ଲାଇନରେ ଠିଆ ହଉ, କିଏ ଆଗ ନଡିଆ ପଟେଇବ। କିନ୍ତୁ ଆଜିକା ଡେଟରେ ନା ଆମ ଜୀବନ ଏମିତି ହେଇଗଲାଣି, ନା କିଛି ଫେଷ୍ଟିଭାଲ୍ସ ର ମଜା ଆସୁଛି, ନା ଆମ ମାନଙ୍କୁ କିଛି ଖୁସି ଫିଲ୍ ହଉଛି। କେବଳ ଆଜ ୟୁଜୁଆଲ ଅଫିସ ଯାଅ, ସକାଳ ଉଠିକି ଟିକେ ଫ୍ରେଶ ହେଇଯାଅ, ଦିନ ଯାକର ବହୁତ ୱାର୍କଲୋଡ। ସତରେ ଆମେ ମାନେ ଆଉ କାହିଁକି ସେ ଫେଷ୍ଟିଭାଲ୍ସକୁ ଏନ୍ଜୟ କରିପାରୁନେ? ପୁଣ୍ୟ ପର୍ବ ଆସିଲେ ଖୁସିଟା ହୃଦୟରୁ କାହିଁକି ବାହାରୁନି? ସତରେ କଣ ଆମେ ବଦଳି ଯାଇଛୁ, ନା ଆମ ଭିତରେ ଏତେ କାମର ଜଞ୍ଜାଳରେ ଆମେ ବାନ୍ଧି ହେଇଯାଇଛୁ ଯେ ଆମେ ଫିଲ୍ କରିପାରୁନୁ? ଆରେ ଭାବନ୍ତୁ ଏ କଥା। ପିଲାଳିଆମି ସେତେବେଳେ ଥିଲା, ଏବେ ଥରେ ପିଲାଳିଆମିରେ ନିଜ ଜୀବନକୁ ଉପଭୋଗ କରନ୍ତୁ, ତାହେଲେ ବୁଝିପାରିବେ ଜୀବନଟାରେ ଆଜି ବି ଖୁସି ଅଛି। ଯଦି ଆପଣ ଉପଭୋଗ କରିବା ବନ୍ଦ କରିଦେବେ, ତାହେଲେ ଫିଲ୍ କରିବେ ଆଜି ଆପଣଙ୍କ ଜୀବନରେ ଖୁସିଟା ସରିଯାଉଛି। ରାଧେ ରାଧେ।